ମୋ ନାଁ ହେଉଛି ଅତୁଲ୍ୟ ମହାନ୍ତି। ଫଟୋ ସାମ୍ବାଦିକ ଭାବରେ ଭୁବନେଶ୍ୱରରେ କାମ କରୁଛି। ଦୀର୍ଘ 25 ବର୍ଷର ଉର୍ଦ୍ଧ୍ୱ ହେବ। ଏବେ କିଛି ବର୍ଷ ହେଲା ସମୟ ନ୍ୟୁଜ୍ ପେପର୍ ପାଇଁ ସମୟ ଦେଉଛି। ଆଉ ଯଦି କହିବା ଗୋଟେ ଫଟୋର ମାନେ ସତ୍ୟର ଗୋଟେ କୁହାଯାଏ ଗୋଟେ ଦର୍ପଣ, ଗୋଟେ ହେଉଛି ଫଟୋଚିତ୍ର। ଯଦି ଆମେ କହିବା ସତ୍ୟର ଆଣିକି ଆପଣ ସବୁବେଳେ ସାମ୍ନା କରନ୍ତି ଏବଂ ଲୋକଙ୍କ ପାଖରେ ପହଞ୍ଚାନ୍ତି, ସବୁ ଜିନିଷରେ ଅବଗତ କରନ୍ତି, କ'ଣ କହିବା ମାନେ କେତେ କଷ୍ଟ ଥାଏ ମାନେ 1999 ମସିହା ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ବହୁତ ଗୁଡ଼ାଏ ବାତ୍ୟାର ବନ୍ୟାର ସମ୍ମୁଖୀନ ହେଉଛି ଆମ ଓଡ଼ିଶା। ଏଥିରେ ଯେଉଁ ଜାଗାରେ ହୁଏ ବାତ୍ୟା, ମୁଁ ସେ ଜାଗାରେ ତା ପୂର୍ବରୁ ଯାଇକି ପହଞ୍ଚିଯାଏ। ନ୍ୟୁଜ୍ କଭରେଜ୍ ପାଇଁ କିଛି ଫଟୋଗ୍ରାଫ୍ସ କରେ ଏବଂ ଆଉ କିଛି ଫଟୋଗ୍ରାଫ୍ସ ଏମିତି ଥାଏ ଯେଉଁ ଫଟୋ କି ଦେଖିଲେ ଆଖିରେ ଲୁହ ରହେ ନାହିଁ, ହୃଦୟ ବିଦାରକ ଦୃଶ୍ୟ କିଛି ବି ଥାଏ। ସେଗୁଡ଼ାକ ଫଟୋ ଉଠେଇ ସାରେ ମୋତେ ଭୟ ଲାଗେନି କିଛି। ମୋତେ କୁଆଡ଼ୁ ବଳ ମାଡ଼ି ଆସେ, କୁଆଡ଼େ କେମିତି କେତେ ଶୀଘ୍ର ଯାଇ କେତେ ଭଲ ଫଟୋ ଗୋଟେ ନେଇପାରିବି, ସେଥିପାଇଁ ଚେଷ୍ଟା ଜାରି ରଖିଥାଏ। ଏଇଟା ମୋର ଗୋଟେ ସ୍ମୃତି ହେଇକି ରହିଯାଇଛି। ଏସବୁ ଫଟୋଗ୍ରାଫ୍ସ ଗୁଡ଼ାକ କିଛି କଷ୍ଟ ଜାଣେନି, କିଛି କଷ୍ଟ ଜାଣିପାରେନି, ମୋତେ କିଛି କଷ୍ଟ ଲାଗେନି। ଏଇଟା ମୋତେ କେତେ ଭଲ ଫଟୋଗ୍ରାଫ୍ସ ହେଇପାରିବ, ସେଥିପାଇଁ ମୁଁ ମୋ ଚେଷ୍ଟା ଜାରି ରଖିଥାଏ। ଏମିତି ସାର୍ କେବେ ହେଇନି ଯେଉଁ ବାତ୍ୟା ପରେ ଯିବା ଲୋକମାନେ କାନ୍ଦୁଥିବେ, ଘରଦ୍ୱାର ଭାଙ୍ଗି ଯାଇଥିବ? କେତେ ହଁ, ସେଇଟା ହୁଏ। ଆମେ ସେଇଟା ହୁଏ। ସେଇଟା ଫଟୋଗ୍ରାଫ୍ସ ନେଲା ପରେ, ନ୍ୟୁଜ୍ ଆସିଲା ପରେ ସେଠି ପ୍ରଶାସନ ଯାଇକି ପହଞ୍ଚିଯାଏ ଏବଂ ସ୍ୱେଚ୍ଛାସେବୀମାନେ ଯାଇକି ସହାୟତାର ହାତ ବଢ଼େଇଥାନ୍ତି ସେମାନଙ୍କ ପାଇଁ। ଏବେ 1999 ମସିହା ବାତ୍ୟାରେ ଅଧିକାଂଶ କ୍ଷୟକ୍ଷତି ହେଇଥିଲା, କିନ୍ତୁ ଏବେ ତା ପରଠାରୁ ଏତେ ଯାହା କ୍ଷୟକ୍ଷତି ହେଉ ପଛେ କିନ୍ତୁ ଜୀବନ ରହିଯାଉଛି। ଧନ ଜୀବନ ଯାହା ଯାଉଛି, ଧନ ଯାଉଛି କିନ୍ତୁ ଜୀବନ ରହିଯାଉଛି। ଆଉ ଯାହା କିଛି ସହାୟତା ସହଯୋଗ ମିଳୁଛି ସେମାନେ ମାନେ ମରା ହେଇଛି, ଯେଉଁଟା ଆପଣ ନିଜେ ଯାଇକି ସେଠି ସନ୍ଧାନ କରିଥିଲେ ଏବଂ ଫଟୋ ଆଣିକି ଲୋକଲୋଚନକୁ ଆଣିଥିଲେ। କେତେ କଷ୍ଟ ଥିଲା ସେ ଜାଗାକୁ ଯାଇ ପହଞ୍ଚିବା? କେତେ କଷ୍ଟ ଲାଗିବ। ଗଛ ଡାଳ ତଳେ ଗଳିକି ଯିବାକୁ ପଡ଼େ, କେଉଁଠି ଗାଡ଼ି ଟେକିକି ନେବାକୁ ପଡ଼େ, କେଉଁଠି ମାଟି କାଦୁଅ ରାସ୍ତା ଥାଏ। ଯାହା ବି ହେଉ କଷ୍ଟ ହୁଏ, କିନ୍ତୁ ସେ କଷ୍ଟ ମୂଲ୍ୟ ଆମର ତ ଭଲ ଫଟୋଗ୍ରାଫ୍ସ କେଉଁଠି ମିଳିବ, ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଥାଏ। ଯଦି ଆମେ କହିବା କେତେ ବାତ୍ୟା ଆପଣ ଦେଖିକି ଆସିଛନ୍ତି, କେଉଁ ବାତ୍ୟାଟା ସବୁଠୁ ଭୟଙ୍କର ଥିଲା ତ 1999 ମସିହା ମହାବାତ୍ୟା। ତା ପରଠାରୁ ଫନି ଆଉ 2019ରେ ହେଇଥିଲା ଫନି ବାତ୍ୟା ଏବଂ ଫାଇଲିନ୍ ହେଇଥିଲା 2013 ମସିହାରେ। ଏଇ ଦୁଇଟା ବାତ୍ୟା ଆମ ଓଡ଼ିଶାକୁ ବି ବହୁତ କ୍ଷତି କରିଛି। ଆଉ ଅନ୍ୟ ଯାହା ବାତ୍ୟା ଆସିଛି ବେଶୀ କ୍ଷତି କରିନି, ଖୁବ୍ କମ୍ ପରିମାଣରେ କ୍ଷତି କରିଛି। ଲୋକଲୋଚନକୁ ଆଣନ୍ତି ଆପଣଙ୍କର ଫଟୋ ମାଧ୍ୟମରେ, ମନ କେତେ ଯୋଉଠି କେହି ନ ପହଞ୍ଚିଥିବେ ସେଠି ଆପଣ ପହଞ୍ଚିକି ଲୋକଲୋଚନକୁ ଆଣିକି ଲୋକଙ୍କ ସହାୟତା ପାଇଁ ସରକାରଙ୍କୁ ଆପଣ ମାନେ ସେଇଠି ପହଞ୍ଚେଇଲା ଭଳିଆ କାମ କରନ୍ତି। ହଁ, ଗୋଟେ ସବୁ ଲୋକମାନଙ୍କର ସହାୟତା ମିଳିଲେ ମୋତେ ଟିକେ ଆଶ୍ୱସ୍ତି ଲାଗେ ଯେ ମୋ ମାଧ୍ୟମରେ କିଛି ଭଲ କାର୍ଯ୍ୟ ହେଇପାରୁଛି, ନିଜକୁ ଖୁସି ଲାଗେ। ଆଉ ଏତେ ବାତ୍ୟା ଦେଖିଛନ୍ତି, ମାନେ ସମୟ ଯାଇକି ଜାଗା ଯାଇକି ଆପଣ ବୁଲିଛନ୍ତି, ଏମିତି କେଉଁ ବାତ୍ୟାଟା ମାନେ ଆପଣ ସବୁ ବାତ୍ୟାରେ ତ ଆପଣ ଯାଇଛନ୍ତି, କିନ୍ତୁ ଏମିତି କେଉଁ ଜାଗାଟା ଯେଉଁଟା ଆପଣଙ୍କୁ ବେଶ କଷ୍ଟ ଦେଇଛି ସେ ଜାଗାଟା ଏବଂ ଆପଣ ସେ ଠିଆ ହିଁ ଲୁହ ଢାଳି ଦେଉଛନ୍ତି, ମାନେ ଏମିତି ଜାଗା ସେଇଟା? ନାଇଁ, ମୋତେ କିଛି ବି କଷ୍ଟ ଲାଗିନି। ମୁଁ ମୋର କାମ କରି ଚାଲିଥାଏ, କିଛି ବି କଷ୍ଟ ଲାଗେନି। ଏମିତି କିଛି ଯେକୌଣସି କାହା ଘର ଉପରେ ଗଛ ଭାଙ୍ଗି ପଡ଼ିଯାଇଥାଏ, କିଏ ଖାଇବାକୁ ପାଇନଥାଏ, ସେ ବାତ୍ୟା ଆଶ୍ରୟସ୍ଥଳୀରେ କେଉଁ ସ୍କୁଲ ଘରେ ଗାଈ ଗୋରୁମାନଙ୍କୁ ନେଇକି ସ୍କୁଲ ଘରେ ରଖିଥାନ୍ତି, କିଏ କାହାର ଜୀବନ ଜୀବିକା ପାଇଁ ନିଜର ଚେଷ୍ଟା ଜାରି ରଖିଥାନ୍ତି, କାହାର ନିଜର ଆବଶ୍ୟକୀୟ ପ୍ରମାଣପତ୍ର କିଛି ଗୁଡ଼ାକ ଓଦା ହେଇଯାଇଥାଏ କି ଭାଙ୍ଗି ଯାଇଥାଏ, ସେମାନେ ତାକୁ ସାଉଁଟୁଥାନ୍ତି, କେମିତି ଘର ତିଆରି କରନ୍ତି। ଏଇସବୁ ଜିନିଷ ଗୁଡ଼ା ସବୁ ଦେଖେ। ଆଉ କ'ଣ, ମୋତେ କିଛି କଷ୍ଟ ଲାଗେନି। ଏମିତି ଗୋଟେ
ଜାଗା ବିଷୟରେ କୁହନ୍ତୁ ଯୋଉଟା ଆପଣ ଯାଇଛନ୍ତି ଏପର୍ଯ୍ୟନ୍ତ ଆପଣଙ୍କର ସେ କଥାଟା ମନେ ରହିଯାଇଛି ଯେ ସେଇ ଜିନିଷଟା ମୁଁ କେବେ ଯାଇଛି ବୋଲି ବୁଝିପାରିବି କୋଉ ଜାଗାଟା ମନେ ରହିଛି? ଏଇ ବାତ୍ୟା ଫନିରେ ହେଇଥିଲା, ପୁରୀରେ ହେଇଥିଲା ବ୍ରହ୍ମଗିରିରେ, ଏବଂ ଫାଇଲିନ୍ରେ ହେଇଥିଲା ବ୍ରହ୍ମପୁରରେ। ଏଇ ଦୁଇଟା ବାତ୍ୟା ବହୁତ କଷ୍ଟ ଦେଇଥିଲା, ଦୁଃଖ ଦେଇଥିଲା ଅନ୍ୟମାନଙ୍କୁ, ଯେଉଁଟାକି ମୁଁ କ୍ୟାମେରାରେ କିଛି ଭଲ ଦୃଶ୍ୟ ଚିତ୍ର ସଂଗ୍ରହ କରିଥିଲି।